ଆପଣ ସାମ୍ନାରେ ଗୋଟେ ଜାତକ ଦେଖୁଛନ୍ତି। ଏଇ ଜାତକ ହେଉଛି ଜଣେ ମହିଳାଙ୍କର। ତାଙ୍କର ଡେଟ୍ ଅଫ୍ ବର୍ଥ ହେଉଛି 15 ମାର୍ଚ୍ଚ 1993। ଜନ୍ମ ସମୟ ହେଉଛି 8:45 PM। ଆଉ ଜନ୍ମସ୍ଥାନ ହେଉଛି ସିଲିଗୁଡ଼ି, ୱେଷ୍ଟ ବେଙ୍ଗଲ। ଚାଲନ୍ତୁ ତାଙ୍କ ଜାତକର ଆନାଲିସିସ୍ କରିବା କ'ଣ ଅଛି ତାଙ୍କ ଜାତକରେ। ଆଣ୍ଡ ତାଙ୍କର ବହୁତ ଇଣ୍ଟରେଷ୍ଟିଂ ପର୍ସନ୍। ତା ସହିତ ତାଙ୍କର ପ୍ରଶ୍ନ ଥିଲା, ସାର୍ ମୋତେ ୟୁଟ୍ୟୁବରେ ସକ୍ସେସ୍ ମିଳିବ କି ନାହିଁ। ବହୁତ ସାରା ପ୍ରଶ୍ନ ଥିଲା, କିନ୍ତୁ ଇଏ ଲାଇଫ୍ରେ ସାଟିସ୍ଫାଏଡ୍ ନୁହଁ। ତାଙ୍କ ପ୍ରଶ୍ନ ଥିଲା, ସାର୍ ମୁଁ ଲାଇଫ୍ରେ କରୋଡ଼ପତି ହେବା ପାଇଁ ଚାହୁଁଛି, ହେଇପାରିବି ନା ନାହିଁ। ତ ବହୁତ ସାରା କ୍ୱେଶ୍ଚିନ୍ ଅଛି। ଚାଲନ୍ତୁ ଏଇ ଭିଡ଼ିଓରେ ଆମେ ଜାଣିବା ଯେ କ'ଣ କ'ଣ ଅଛି ତାଙ୍କ ଜାତକରେ। ପ୍ରଥମେ ଦେଖନ୍ତୁ, ତାଙ୍କର ଜନ୍ମ ତାରିଖ ହେଉଛି 15 ତାରିଖ, ମାନେ 6, ମୂଳାଙ୍କ ହେଉଛି 6। ଆଉ ଆପଣ ସମ୍ ଟୋଟାଲ୍ କରିଦେବେ, ମୂଳାଙ୍କ ଭାଗ୍ୟାଙ୍କ ଆସିବ 4। ମାନେ ଶୁକ୍ରର ଏନର୍ଜି ଆଉ ରାହୁର ଏନର୍ଜି। ଯେତେବେଳେ ଶୁକ୍ର ଆଉ ରାହୁର ଏନର୍ଜି ଦୁଇଟାକୁ ମିଶିଯାଏ ନା, ଶୁକ୍ର କ'ଣ ରିପ୍ରେଜେଣ୍ଟ କରେ? ଆପଣଙ୍କର ଲକ୍ଜରୀ ଲାଇଫ୍, ଆପଣଙ୍କ ପଇସା, ଆପଣଙ୍କ କମ୍ଫର୍ଟ, ଏଇସବୁ ଜିନିଷ ଆପଣଙ୍କର ଶୁକ୍ର ରିପ୍ରେଜେଣ୍ଟ କରେ। ଆଉ ରାହୁ ରିପ୍ରେଜେଣ୍ଟ କରେ ଯେ ଆପଣଙ୍କର ଡିଜାର୍ସ, ଆମ୍ବିସନ୍ କେଉଁଥିରେ ଅଧିକ ଅଛି। ତ ରାହୁ ଶୁକ୍ରର କମ୍ବିନେସନ୍ ହେଇକି ଆପଣଙ୍କ ଭିତରେ ଗୋଟେ ଏଇ ଜିନିଷ ପ୍ରତି ଗୋଟେ ଅଟୋମେଟିକାଲି ଆଟାଚମେଣ୍ଟ, ଗୋଟେ ଆଟ୍ରାକ୍ସନ୍ ଅଟୋମେଟିକାଲି ବଢ଼ିଯିବ ନିହାତି ଭାବରେ। ରାହୁବାଲା ଟିକେ ଆଉଟ୍ ଅଫ୍ ଦି ବକ୍ସ ମଧ୍ୟକୁ ଯାଆନ୍ତି କୌଣସି ଜିନିଷ ଆଚିଭ୍ କରିବା ପାଇଁ। ତା ସହିତ ତାଙ୍କ ଜାତକ ଦେଖନ୍ତୁ, ତାଙ୍କର ଜାତକ ହେଉଛି ତୁଳା ଲଗ୍ନ ଆଉ ଧନୁ ରାଶି। ଜନ୍ମ ହୋଇଛନ୍ତି ସିଏ ମୂଳା ନକ୍ଷତ୍ରରେ। ମୂଳା ନକ୍ଷତ୍ର, ମୂଳ ମାନେ ଡେପ୍ଥନେସ୍। ଆଉ ମୂଳା ହେଉଛି କେତୁର ଏନର୍ଜି ଆଙ୍କ ଭିତରେ ବହୁତ ଅଧିକ ଅଛି। ତ କେତୁ ଏନର୍ଜି କ'ଣ? କେତୁ ହେଉଛି ଗୋଟେ ସ୍ପିରିଚୁଆଲ୍ ପ୍ଲାନେଟ୍। ତେଣୁକରି ଆଙ୍କର ଲାଇଫରେ ବହୁତ ସ୍ପିରିଚୁଆଲିଟିରେ ମଧ୍ୟ ଇନଭଲ୍ଭ ଅଛନ୍ତି। ଆଉ ତା ସହିତ ଷ୍ଟ୍ରେଟ୍ ଫରୱାର୍ଡ଼ ହେବା ସହିତ ସୋସାଇଟି ବା ସମ୍ଭବ ସେ ତାଙ୍କୁ ଏକୁଟିଆ ହେଇଯିବାଟା, ଡିଟାଚ୍ ହେଇଗଲେ ତାଙ୍କୁ ଭଲ ଲାଗେ। ଧନୁରାଶି, ଧନୁରାଶି ପର୍ସନ୍ ହେଉଛନ୍ତି ଷ୍ଟ୍ରେଟ୍ ଫରୱାର୍ଡ଼ ବାଲା। ତାଙ୍କ ଭିତରେ ସୁଗାର କୋଟିଂ ଜମାରୁ ବି ନଥାଏ। ଯାହା ଆଜ୍ ଇଟ୍ ଇଜ୍ ସେ ସିଧା ମୁହଁରେ କହିଦେବେ। ଆଉ ତା ସହିତ ଦ୍ୱିତୀୟ ଜିନିଷ ହେଉଛି କ'ଣ? ଧନୁବାଲା ନିଜର କଲଚରକୁ, ନିଜର ଟ୍ରାଡ଼ିସନ୍, ନିଜର କଲଚରକୁ, ନିଜର ଧର୍ମକୁ ଅଧିକ ପ୍ରାୟୋରିଟି ଦେଇଥାନ୍ତି। ଆଉ ତାଙ୍କ ଭିତରେ ମଧ୍ୟ ଏଇ ଟେଣ୍ଡେନ୍ସି ବହୁତ ଦେଖାଯାଏ। ତା ସହିତ ତୁଳା ଲଗ୍ନ, ତୁଳା ଲଗ୍ନ ଆପଣ ଲଗ୍ନ ଦେଖିବେ, ସିଏ ବସିଛି ସ୍ୱାତି ନକ୍ଷତ୍ରରେ। ତା ସହିତ ତୁଳା ଲଗ୍ନ ହେଉଛି ଏମିତି ଗୋଟେ ଲଗ୍ନ, ମାନେ ରାଶି ଗୋଟେ ଯେଉଁଥିରେ ଆପଣଙ୍କ ଭିତରେ ଲକ୍ଜରୀ, କମ୍ଫର୍ଟ, ଆଉ ତା ସହିତ ଭଲ ଖାଇବା, ଭଲ ପିନ୍ଧିବା, ଭଲ ଜାଗାରେ ରହିବା, ନିଟ୍ ଆଣ୍ଡ କ୍ଲିନ୍ ବହୁତ ଆପଣଙ୍କୁ ପସନ୍ଦ ଆସିବ। ଗୋଟେ ବାଲାନ୍ସ ପର୍ସନ୍ ଆପଣ ଥାନ୍ତି। କିନ୍ତୁ ଜନ୍ମ ନକ୍ଷତ୍ର, ଲଗ୍ନର ନକ୍ଷତ୍ର ହେଉଛି ସ୍ୱାତି ନକ୍ଷତ୍ରରେ ଅଛି। ସ୍ୱାତି ନକ୍ଷତ୍ର ହେଉଛି ରାହୁର ନକ୍ଷତ୍ର। ରାହୁ ନକ୍ଷତ୍ର ଏମାନେ ଏମିତିଆ ପର୍ସନ୍ ଯେଉଁମାନଙ୍କର ଆଉଟ୍ ଅଫ୍ ଦି ବକ୍ସ ବାଲା। ଏମାନେ ସୋସାଇଟିରୁ ପୁରା ହଟକେ ତାଙ୍କର ଥଟ୍ ପ୍ରୋସେସ୍ ନିହାତି ଆସିଯିବ। ଏମାନେ କ୍ୱେଶ୍ଚିନ୍ କରିବା ଷ୍ଟାର୍ଟ କରିଦିଅନ୍ତି। ତ ଆଙ୍କ ଭିତରେ ଏଇସବୁ ଟେଣ୍ଡେନ୍ସି ନିହାତି ଆସି ହିଁ ଯିବ। ତେଣୁ ଯେତେବେଳେ ଦେଖନ୍ତୁ ଆପଣଙ୍କର ଲଗ୍ନର ହେଉଛି ରାହୁ ଆଉ ଚନ୍ଦ୍ରମାର ହେଉଛି କେତୁ, ତ ଦୁଇଟାକ କମ୍ବିନେସନ୍ ବହୁତ ବଢ଼ିଆ ଅଛି। କିନ୍ତୁ ଆପଣ ଯେତେବେଳେ ଦେଖିବେ ଜଣଙ୍କର ରାଶି ହେଉଛି ଧନୁ ରାଶି ଆଉ ଲଗ୍ନ ହେଉଛି ତୁଳା ଲଗ୍ନ, ତ ଦୁଇଟାକ ଅପୋଜିଟ୍ ଏନର୍ଜି ଥାଏ। ତ ସେଥିଲାଗି କେଉଁଠି ନା କେଉଁଠି ଲାଇଫ୍ରେ ଟିକେ କନଫ୍ୟୁଜନ୍, କନଫ୍ଲିକେସନ୍ ମଧ୍ୟ ନିହାତି ଆସିଯିବ ଲାଇଫ୍ରେ ସକ୍ସେସ୍ ପାଇଲା ବେଳକୁ। କିନ୍ତୁ ତାଙ୍କ ପ୍ରଶ୍ନ ଥିଲା, ସାର୍ ମୁଁ ୟୁଟ୍ୟୁବରେ ସକ୍ସେସଫୁଲ୍ ହେବି କି ନାହିଁ। ତା ସହିତ ବର୍ତ୍ତମାନ ଟ୍ରାନ୍ସଫର୍ ପାଇଁ ମଧ୍ୟ ପ୍ରଶ୍ନ ଥିଲା। ଆଉ ତା ସହିତ ଲାଇଫ୍ରେ ସେ କରୋଡ଼ପତି ହେବା ପାଇଁ ମଧ୍ୟ ଚାହୁଁଛନ୍ତି। ତେବେ ଚାଲନ୍ତୁ ଦେଖିବା ତାଙ୍କ ଜାତକରେ କ'ଣ ରହୁଛି କ'ଣ ନାହିଁ। ସେକେଣ୍ଡ ହାଉସ୍କୁ ଦେଖନ୍ତୁ, ସେକେଣ୍ଡ ହାଉସ୍ରେ ରାହୁ ବସିছে। ରାହୁ ଯେତେବେଳେ ସେକେଣ୍ଡ ହାଉସ୍ରେ ଆସିବେ ଆପଣ ଦେଖିବେ ଯେ ଆପଣଙ୍କର ଇଣ୍ଟରେଷ୍ଟ କେଉଁଠି ନା କେଉଁଠି ଆସିଯିବ ଆପଣଙ୍କର ପଇସା ପ୍ରତି, ଭଲ ଖାଇବା ପ୍ରତି, ଆପଣଙ୍କ ବାଣୀଙ୍କ ପ୍ରତି। ଯଦି ରାହୁ ସେକେଣ୍ଡ ହାଉସ୍ରେ ବସି ଦେଖିବେ ଆପଣଙ୍କ ବାଣୀ ଗୋଟେ ହାର୍ସନେସ୍ ଆସିଯାଏ। କଟୁ କଥା ଆପଣ କହିବା ଷ୍ଟାର୍ଟ କରିଦିଅନ୍ତି, ଯେଉଁଟାକି ତାଙ୍କ ସହିତ ଦେଖିବାକୁ ବହୁତ ଅଧିକ ମିଳୁଛି। ଆଉ ତା ସହିତ ଖାଇବା ପାଇଁ ଆଉ ପଇସା ପାଇଁ ପୁରା ପ୍ୟାସନେଟ୍। ଲାଇଫ୍ରେ ବହୁତ ପଇସା ଦରକାର, କାହିଁକିନା କରୋଡ଼ପତି ହେବାର ତାଙ୍କ ସ୍ୱପ୍ନ ଅଛି। ତା ସହିତ ଦେଖନ୍ତୁ ଚନ୍ଦ୍ରମା ତୃତୀୟ ଘରେ ବସିଛି, ତେଣୁ କେଉଁଠି କମ୍ୟୁନିକେସନ୍ କରିବା ତାଙ୍କୁ ବହୁତ ପସନ୍ଦ। ଆଉ ତା ସହିତ ଏଫର୍ଟ, ପରାକ୍ରମ, ପୁରୁଷାର୍ଥ ଦେଖେଇକି ସବୁ ଜିନିଷ ହାସଲ କରିବା ତାଙ୍କର ଇଚ୍ଛା ନିହାତି ଥିବ। ତା ସହିତ ଦେଖନ୍ତୁ ପଞ୍ଚମ ଘରେ ବୁଧ ଆଉ ଶନି ବସିଛନ୍ତି। ତ ବୁଧ ହେଉଛି କ'ଣ? ଆପଣଙ୍କର ବୁଦ୍ଧି, ବୁଧ ହେଉଛି ଆପଣଙ୍କର ବାଣୀ। ତ ବୁଧ ଯେଉଁ ଜାଗାରେ ବସିବ ଆପଣଙ୍କର କମ୍ୟୁନିକେସନ୍, ଆପଣଙ୍କର ବାଣୀ, ଆପଣଙ୍କର ବୁଦ୍ଧି ଆପଣ ସେଠି ଲଗାଇବା ଷ୍ଟାର୍ଟ କରିଦେବେ। ତ ଆଙ୍କର ସେମ୍ ଜିନିଷ ହେଉଛି ଆଙ୍କର ଲଭ୍ରେ ଆଉ ଏଜୁକେସନ୍ରେ କେଉଁଠି ନା କେଉଁଠି ଆଙ୍କର ବାଣୀ ସଦାବେଳେ କଥାବାର୍ତ୍ତା ଚାଲିଥାଏ। ଆଉ ତା ସହିତ ପଞ୍ଚମ ଘର ହେଉଛି ଆପଣଙ୍କର ସମହାଉ ପଇସାର ମଧ୍ୟ ଦେଖାଯାଏ। ତା ସହିତ ଆପଣଙ୍କ ଟ୍ରେଡ଼ିଂ ହେଇଗଲା, ଗ୍ୟାମ୍ବଲିଂ ହେଇଗଲା, ଲଟେରୀ ହେଇଗଲା, ଆଉ ଯାହା ସବୁ ସର୍ଟକଟ୍ ଇନକମ୍ ରହୁଛି ସବୁ ଜିନିଷ ମଧ୍ୟ ପଞ୍ଚମ ଘରୁ ଦେଖାଯାଏ। ତେଣୁକରି ତାଙ୍କର ମଧ୍ୟ ଲଟେରୀ ରିଲେଟେଡ୍ ମଧ୍ୟ ପ୍ରଶ୍ନ ଥିଲା ଯେ ଲଟେରୀ ମୋତେ ଲାଗିପାରିବ କି ନ ଲାଗିପାରିବ। ତ କେଉଁଠି ନା କେଉଁଠି ସେ ଜିନିଷ ଅଟୋମେଟିକାଲି ଆସି ହିଁ ଯାଏ। ତା ସହିତ ଦେଖନ୍ତୁ ଶନି ବସିଛି ପଞ୍ଚମ ଘରେ। ଶନି ଯେତେବେଳେ ପଞ୍ଚମ ଘରେ ବସିଥାଏ ନା, ଶନି ଯେ କୌଣସି ହାଉସ୍ରେ ବସିବ ସେଠି ଡିଲେ କ୍ରିଏଟ୍ କରିଦେବ। ତେଣୁ ପଞ୍ଚମ ଘରେ ଶନି ବସିକି ସନ୍ତାନ, କାହିଁକିନା ଏ ପର୍ଯ୍ୟନ୍ତ 33 ବର୍ଷ ହେଇଗଲାଣି, ମ୍ୟାରେଜ୍ ଏବେ ରିସେଣ୍ଟ ହେଇଛି, ଏ ପର୍ଯ୍ୟନ୍ତ ସନ୍ତାନ ପ୍ଲାନିଂ କରିନାହାନ୍ତି।
शनि पंचम बस सप्तम घर को देखी दूसरी तो शनि जेहेतु सप्तम घर को देखुची तो मैरेज हल्लारे ढाबारे डिले हो गला ऑटोमेटिकली एंड 33 वर्ष हो बहुत ऑलरेडी डिले हो सारी तेणु शनि पंचम बसिले संतान दे तो दब निहाती किंतु डिले कराई दिए एक्चुअली जोटा सहित बर्तमान होउची द्वितीय जिनस देखो लग्नाधिपति जी कि शुक्र सी आसिक बसी षष्ठ घर षष्ठ घर रेवती नक्षत्र रेवती नक्षत्र उपर मुझे अलरेडी गोटे वीडियो बन सारी कही सारी गोटे तो रेवती नक्षत्र हूँ जो थे आपको लाइफ में साटिस्फैक्शन मिले तो शुक्र जदि रेवती नक्षत्र बसीगला तो सी केतले कौन जिन साटिस्फाई हो पारे ना सी कौन लाइफ जेकोसी आस्पेक्ट हो जाना कहीं लग्न लॉर्ड लग्न माने आपण निजे कौन जिन साटिस्फाई हो पारे आप साक्रिफाइस करने रेडी बट आप साटिस्फाइड हो पारे ना जोटा से भर से साटिस्फैक्शनटा ना ता सहित देखो लग्न लॉर्ड आसिक 6th हाउस बस तो 6th हाउस हूँ आपंकर कौन रोग ऋण शत्रु लाइफ टाइम सहित शत्रुता फाइटिंग ऋण ये पर्यटन लोन अच्छा तो यही सब जिन अलरेडी सहित चली अच्छे सहित रवि भी देखो षष्ठ घर बसी जाइए तो रवि गोटे प्लानेट हूँ आपंकर आत्मा तो आत्मा आसिक षष्ठ घर तो कौट ना कौट डिस्प्यूट सहित ये प्रोब्लेम सहित ऑटोमेटिकली कनेक्शन निहाती बन ही जाऊँगी तेणुक सी आज भी प्रोब्लेम लगी रही प्रोब्लेम सॉल्व आउट होनी लोन हेल्थ इश्यूज आउ सहित शत्रुता सी लाइफ टाइम चली रही सहित तापर आउ गए जिन देखूँ जातक केतु बसी अष्टम घर केतु जो अष्टम घर को आसी जाऊँगी अष्टम घर केतु भल अवश्य किंतु जो राशि रे बसी से राशि एक्चुअली ठीक नुह जदि केतुटा जब बिछा राशि रे बसी था बहुत बढ़िया होता कहीं देखो केतु हूँ कौन डेप्थनेस आउ अष्टम घर हूँ आप डेप्थनेस आपन पूरा भीतर को जाकि गहराई को जाकि आप ही जिन पाइपर तेणु केतु अष्टम घर भल अच्छी किसी इश्यूज ना डेप्थ नॉलेज दे दो कौन गोटे जिनसर अकल्ट साइंस हो मिस्टिसिज्म हो स्पिरिचुअलिटी हो यही जिन प्रति कौटना कौटी इंटरेस्ट समहाउ आसी ही जी ऑटोमेटिकली आ निजको फिल करें से जिन प्रति तापर द्वितीय जिन हूँ गोटे प्रश्न आसो लाइफ रे एत प्रोब्लेम्स कम ही आसूसी क्या देखो तृतीयाधिपति आउ षष्ठाधिपति जी कि बृहस्पति से द्वादश घर बसी बक्री हो जाती कौन ग्रह जो बक्री हो जाए पाखर बड़ा बल अधिक आसी जाए तेणु जेहेतु बृहस्पति बक्री हो गले पाखे कौन बल एनर्जी बहुत अधिक आसीगला तेणु जेहेतु एनर्जी आसीगला तेणु सी बहुत आक्टिव होगा बहुत आक्टिव होगा फल जातक जो प्लानेट कारक नुहति से अधिक एनर्जी एक्टिवेट होगले कौन है प्रोब्लेम क्रिएट करेला तो लाइफ रे प्रोब्लेम स्ट्रगल फाइटिंग शत्रुता ये सब जिन सहित सदा लगी रही तापर लास्ट जिन हूँ कौन देखो जातक मंगल आसिक बसी भाग्य घरे तो मंगल हूँ सप्तमाधिपति आउ धनाधिपति द्वितीय घर अधिपति सी आसिक भाग्य सहित कनेक्शन करदेला तो देखिए आंकर मैरेज पर भाग्य साथ देवा स्टार्ट कर एंड बर्तमान मैरेज पर ही प्रमोशन हो जाता सहित लाइफ रे ग्रोथ सक्सेस प्रॉस्पेरिटी पाइबे कहीं सप्तम घर हूँ आप लाइफ पार्टनर घर सी आसिक भाग्य सहित कनेक्शन करदेला तो पार्टनर आसला आप लाइफ रे आप भाग्य एक्टिवेट हो सब जिन मिलवा स्टार्ट कर तेणुक जातक ये सब जिन सहित गोटे भल जिन सी कहते सर लोक मैंने मोठू इन्फ्लुएंस हो जाऊँगी पूरा पर्सनालीटी मो कथा द्वारा माने पूरा समहाउ कौन इंस्पायर्ड हो जाऊँगी कौन पे होउछन्ति कारण हूँ देखो बृहस्पति बसी द्वादश घर बृहस्पति जो द्वादश घर आसी जाए देखिए आपणकर ज्ञान दवा बहुत स्टार्ट करदे कहीं बृहस्पति होती गुरु ज्ञान दवा स्टार्ट कला तेणु द्वादश घर बसिकी ये आपन को फ्री एडवाइस बहुत अधिक देवे आपन को सजेशन कहीं तुला वाला पाखे बहुत माने एनालिटिकल नॉलेज बहुत बढ़िया था कौन जिन को एनालिसिस कर पॉइंट रखा भर बहुत बढ़िया था ता सहित से लोक भल भल सजेशन भल आइडियाज भल नॉलेज शेयरिंग करती तेणु कौट ना कौटी लोक मैंने टी प्रति इन्स्पायर निहाती हो जाती आउ सेमिति भी स्वाति लग्न स्वाति नक्षत्र अच्छी तेणु से राहु पाखे टेंडेन्सी अच्छी तो निहाती लोक इन्स्पायर डेफिनेटली हो आउ सेकेंड हाउस रे राहु अच्छी तेणु ये सब लगी ही बाणी रे से गोटे एनर्जी गोटे करिश्मा आसी जाउची सो दैट लोक इन्स्पायर हो जाउछन्ती तो आशा करुँच आपको वीडियोटी बहुत भल लगी तो केमी लगला कमेंट करके निश्चय जनातु आदि आपड़ चाहूँगी मो सहित कंसल्ट करने तो ऊपर नंबर दी जाइए आप स्लॉट बुक करके मो सहित कंसल्ट निहाती करेंगे तेरे ठीक अच्छे आप सहित भेट हम आउ गोटे आगामी अध्याय आउ गोटे नुआ जातक सहित।